ଦେଖାଉଥାଉ ବିଧା ଭାବ ହେଲେ ମୋ ପ୍ରତି ହେଉଛନ୍ତି ଗୋଟେ ନପୁଂସକ ସେମାନେ ଅତିଶୟ କହନ୍ତି ମିଠା ମିଠା କଥା ହେଲେ ସେମାନେ ହେଉଛନ୍ତି ସଟପଟ ଆହୁରି ମଧ୍ୟ ଭୟଙ୍କର ହେଲେ ରାଜାଙ୍କର ବିଶ୍ୱାସଘାତକ ସେଥିରେ ମଥା ଧରିବା ମୋର ହେଉଛି ମହାପାପ ମା ମୁଁ ପ୍ରସ୍ତୁତ ହୋଇ ଆସିଛି ମା ମୋତେ ତୁମେ ଅନ୍ତର ଖୋଲି ଦିଅ ଆଶୀର୍ବାଦ ସୁବ୍ରତ ମା ତୁ ପୁଣି ପ୍ରସ୍ତୁତ ହୋଇ ଆସିଛୁ ମୋତେ ଆଶିଷ ମାଗୁଛୁ ହଁ ମା କିନ୍ତୁ କାହିଁକି ଧନ କାହିଁକି ମା ତମେ କ'ଣ କିଛି ଜାଣିନ ମା କାହିଁ ନାହିଁ ତ କ'ଣ ହୋଇଛି କି ଧନ ଆଇ ଭଗବାନ ବାବ ସେ ମାଗିଛି ଜବାବ ବାମନ ଚାନ୍ଦ ଧରିବ ଭଗବାନ ବାବ ସେ ମାଗିଛି ଜବାବ ବାମନ ଚାନ୍ଦ ଧରିବ ভূমি আম উৎকল রাজ্যকু নিজ ঠিকারে নেব সিংহাসনে বসিব পিতা সঙ্গে সমর করিব হে দেখিবি তাহার কেতে অস্ত্র ধরিব অস্ত্র সমরে দেখিবি তাহার কেতে অস্ত্র ধরিব অস্ত্র সমরে মারি মোর অস্ত্র হেব ফেরি দিব নিজ পুরে পথ কোন চাহিব সকতি মোর দেখিব হে পথ কোন চাহিব নাই পুত্র নাই মা ডোলা ନାହିଁ ମୋର କାହା ସହିତ ରକ୍ତର ଅସ୍ତ୍ର ଚାଲି ଯାଉ ରାଜା ଧନମନ ଏ ରାଜାର କିରଣ ମା ମୋର କିଛି ଦରକାର ଧନ ମୋର କିଛି ବି ଦରକାର ନାହିଁ ତୁମର ଦରକାର ନଥିଲେ ମଧ୍ୟ ମୋର କେବଳ ପ୍ରୟୋଜନ ଏ ଉତ୍କଳର ରାଜ ସିଂହାସନ ତୋର ହେବା ବି ଅସମ୍ଭବ କାହିଁକି ମା କାହିଁକି ନା ତୋ ପିତା କଲେ କବାଟି ଲପାଟି ବିଶ୍ୱାସ ଆମ ସହିତ ବିଶ୍ୱାସଘାତକତା କରି ପୁଣି ଗ୍ରହଣ କରିଛନ୍ତି ଗୋଟେ ଦ୍ୱିତୀୟ ପୁଣି ଗୋଟେ ଦେବଦାସୀ ତୁଳସୀ ନହେଲେ ବତକ ପାଣି ଭିତରେ ବୁଡ଼ିକି ପଙ୍କ ଖାଇକି ମରିଯିବ ମା ବତକ କ'ଣ ଅଛି ଏ ମା କ'ଣ ଆଇସ ଥିଲା ବୋଲି ବଞ୍ଚିକି ତମ ପାଖକୁ ଧାଇଁକି ପଳେଇ ଆଇଛି ମା ନହେଲେ ମାରୁ ମାରି ଦେଇଥାନ୍ତା ମା କି ମାଟ ମା ସମ୍ଭାଳି ହେଲାନି ତଳ ଆଡୁ ଫଟେଇକି ପୁରା ଆଡେ ନାଲିଆ ପକେଇ ଦେଇଛି ଏମିତି ପଡିଯିବା ମା ଏ ମା ମତେ ରକ୍ଷା କର ନହେଲେ ଆହୁରି ମାରି ପକେଇବ ଭଗବାନ କିଏ ଗଲା ଏଇଠି ମା ଆସୁଛି ସାକର ଲହଡ଼ି ଭଳିଆ ତମ ପାଖକୁ ଆସୁଛି ମା ପୁଣି ଗୋଟେ ପିଲାଟେ କୋଳରେ ଧରିକି ଆସୁଛି ମା ଆହୁରି ବାଡ଼େଇବ ମତେ ରକ୍ଷା କର ମା ଆରେ କିଏ ଆସୁଛି ମାନେ କାହିଁକି ଆସୁଛି ମା ମୋ ବଡ଼ ଭାଇ ଦୀନବନ୍ଧୁ ମିଶ୍ର ତା କନ୍ୟା ମୋ ଝିଆରୀ ତୁଳସୀ ଆସୁଛି କାହିଁକି ଆସୁଛି ସେ କ'ଣ କହୁଥିଲା ତମଠୁ ଭାଗ ନବ ବୋଲି କହିଲା କଳ ବଳ କୌଶଳ ଲଗେଇକି ଯେମିତି ହେଲେ ମା ରାଣୀଙ୍କଠୁ ଭାଗ ଆଣିବି ନା ଆହୁରି କ'ଣ କହିଲା ଜାଣିଛ ମା କହିଲା ତା ପୁତ୍ରକୁ ବସାଇବ ଏଇ ରାଜସିଂହାସନ ସିଏ ହବ କାଳିଆ ରଜା ମା ପଥକ ନয় আপনি সে କେହି ବସି ପାରିବେ ନାହିଁ ହେ ଉତ୍କଳର ରାଜ ସିଂହାସନ ଯଦି ବସିବ ମାତ୍ର କୁମାର ସୁପ୍ର ଆଉ ଯଦି କେହି ଯାଏ ମୋହର ବିରୁଦ୍ଧେ ମୋ ମଧ୍ୟ ତାକୁ କେବେ ନ କରିବି କ୍ଷମା ଏମିତିକି ମୋ ପିତା କପିଳେନ୍ଦ୍ର ଗଲେ ମୋହର ବିରୁଦ୍ଧେ ମୋହର ମଧ୍ୟ ଅସ୍ତ୍ର ଉଠିବ ତାଙ୍କର ବିରୁଦ୍ଧେ କାରଣ ମୁଁ ହେବି ରାଜା ମହାରାଜା ସୁବ୍ରତ ଗଜପତି ମାନିଲେ ଭଗବାନ ନ ମାନିଲେ ମୁଁ ସୁବ୍ରତ ଆରେ ମୋ କଥା ଶୁଣେ
କୁଆଡ଼େ ରାଗି ଗଲେ କାହାକୁ ହାଣେ ମାରିବ ପୁଅ ଏ ମା ଯାଉ ତା ଆସରେ ତମ ତଣ୍ଟି କ'ଣ ହେଇଯିବ ଆସ ପୁଅ ଥାଉ ଥାଉ ଆସ ଆସ ଯାଉ ତା ଆସ ଏଡ଼େ ଜୋରରେ ପାଟି କରୁଛ ତମ ତଣ୍ଟି କାଟିବ ହଁ ସିଏ ତ ଗଲା ଯାଉ ତା ପଛଆଡ଼ୁ କାହିଁ ଡାକୁ ଯାଉ କୁଆଡ଼େ ରାଗି ଗଲେ କାହାକୁ ହାଣେ ମାରିବ ଇଏ କିଛି କରିପାରିବନି ହାଣି ଦେବ କାହାକୁ କାହିଁକି ଜମା ନା କ'ଣ ପାଇଁ କଥା ବଡ଼ କାମ ଛୋଟ ଇଏ କିଛି କରିପାରିବନି ଏଠି ମା କ'ଣ ହେଲା ଇଏ କ'ଣ କହୁଥିଲା ତା ବୋପା ପ୍ରତି ଉଠିଲେ ମଧ୍ୟ ଆଉ ପଡ଼ିବନି ହାଣିଦେବ ହାଣିଦେବ ଜାଣିଛ ସେ କିଏ କିଏ କହିଲ ମା ମୋ ପୁଅ ମା ଏଇଟା ତମ ପୁଅ ମୋତେ କାହିଁ ଲାଗୁନି ସତ କଥା ମା ଏଇଟା ତମ ପୁଅ କାହିଁକି ସନ୍ଦେହ ହଉଛି କ'ଣ ଏ ହାଣ୍ଡିଆ ପିଲାଟେ ଜନ୍ମ କରିଛ ଆଉ ଭଲ ପିଲା ଜନ୍ମ କଲନି ଏଇଟା ଚଳା ଜେଡ଼େ ଜୋରେ ପାଟି କରୁଛି ଚଳା ତାକୁ ଯେତିକି ଡରୁ ନଥିଲି ଆକୁ ଦେଖିକି ମୁଁ ଡରୁଛି ଏଠି ମା କ'ଣ ହେଲା ମାନିଲି କ'ଣ ମାନିଲ ମା ଯେମିତି କି ପିଲା ସେମିତି ମା ତମେ କ'ଣ ଖାଉଛ ଖାଇ ପିଇ କ'ଣ କେଡ଼େ ସରୁଆ ସରୁଆ ହେଇଛ ଶଳା ଚତୁର୍ମାସିଆ ପୋଖରୀ ତ ମାନିଗଲି ବୋପା କି ହସ ମୋ ମାର ହେଲେ ମା ତୁଳସୀ ଯଦି ପଳେଇ ଆସିବ ସେ ତା ପୁତ୍ରକୁ ବସେଇଦେବ ରାଜସିଂହାସନରେ ତମେ କ'ଣ କରିବ ଆଉ କ'ଣ କରିବି ତମର ଆଉ କିଛି କାମ ନାହିଁ କ'ଣ ହେଲା ତମେ ପଳେଇବ ରଘୁନାଥ ମନ୍ଦିର ଠିକି ଗାମୁଛା ପକେଇକି ଏଡ଼େ ବସିବ ଆଉ ସିଏ କ'ଣ କରିବ ଜାଣିଛ ତମ ପୁଅ କ'ଣ କରିବ ସିଏ ପଣୁଷ ବେପାର କରିବ ଏଇଟା ବେଶୀ ଲାଭ ତ ତାକୁ ପଣୁଷ କହିଦେବି କାଲି ଟ୍ରିପ୍ଟେ ହଉ ନେବ ଗାଁରେ ବିକିବ ଆଉ ତାର କିଛି କାମ ନାହିଁ ଇଏ ତ ରଜା ହେଇପାରିବନି ଆଉ ସତ କଥା ନା ସତ ହେଇପାରିବନି ମୁଁ ଭିକ ମାଗିବି ଆଉ କ'ଣ କରିବ ତମେ ମୁଁ ଭିକ ମାଗିବି ହଁ ଆଉ କିଛି କାମ ନାହିଁ ମୁଁ ଭିକ ମାଗିବି ତ ତମେ ମାଗିବ। ମାରିଦେବି ମୋତେ କାହିଁ ମାରିଦେବ ହଉଛ ମା ଯିଏ ଯିବ ମୋ ବିରୁଦ୍ଧେ କଟିଦେବି ସେମାନଙ୍କ ଶିଳ ଠିକ୍ କଥା ଏଇ କଥା ମନେ ରଖିଥିବ ତ କହ ହଁ, ହଁ। ଏଇ କଥା ହିଁ ମନେ ରଖିଥିବ ହଁ ମା ମୁଁ ମନେ ରଖିଛି ନା ପୁରା ମନେ ରଖିଛି ହଁ ହେଲେ ମା କ'ଣ ହେଲା ମୁଁ ଟିକେ କାମ ଅଛି ମା ଆସିବ କୁଆଡ଼େ ବା ଏ କୁନ୍ଦ ନାଇଁ କି ସେନାପତି କୁନ୍ଦ ସେ କ'ଣ ଡାକୁଥିଲେ ଯାଇକି କୋଉଠି ଗୋଟେ କୁନ୍ଦାକୁନ୍ଦି କରିବାକୁ ମୁଁ ଯାଉଛି ଟିକେ କୁନ୍ଦି ଦେଇକି ଆଇଲା ଆଉ ଥରେ କଥାବାର୍ତ୍ତା ହେବା କିଛି ନାହିଁ ଆସିଛି ମା କି ଦନାଦନ ମତେ ଭଦ୍ରକ ମୋ କଥା ମନେ ଭଦ୍ରକ ଆରେ ଭଦ୍ରକ ଭଦ୍ରକ ସମାଜ କରି ପ୍ରଫୁଲ୍ଲ କନ୍ୟା ହୋଇ ପୁଣି ଭଗବାନ ମୋହନୀ ଠାରୁ ନା ପୁଣି ଗୋଟେ ଦରଜ ପୁତ୍ର ବସିବ ମୋ ପବିତ୍ର ସିଂହାସନେ ଆସିବ ତ ଆସୁ ମୁଁ ଦେଖିବି କିପରି ରହିବ ମୋ ରାଜପୁରୀ ମତେ ମୋର ପ୍ରେମ ଘର ଥାଉ ଆରେ କିଏ ତୁ କାହିଁକି ଆସିଛୁ ବାଠିକି ମାନେ କାହିଁକି ଆସିଛୁ ମୁଁ ହେଉଛି ଦେବଦାସୀ ତୁଳସୀ ତୁ ତୁଳସୀ ହଁ ଯେ ମନ୍ଦିର ନୃତ୍ୟ କରେ ତୁ ସେଇ ନା ନାଇଁ ମହାରାଣୀ କ'ଣ ମତେ ବିଶ୍ୱାସ କରନ୍ତୁ ମୋ ମନ୍ଦିରରେ ନୃତ୍ୟ କରୁନି ମହାରାଣୀ ମୁଁ ଆଉ ସେ ମନ୍ଦିରର ନୃତ୍ୟାଙ୍ଗନ ଦେବଦାସୀ ନୁହେଁ ମହାରାଣୀ ଦେବଦାସୀ ନୁହେଁ ତୁ ତ ମହାରାଣୀ ଆଉ କାହିଁକି ନୃତ୍ୟ କରିବୁ ବା ହେଲେ ଏଇଟା କାହିଁକି ଆସିଛୁ ମାନେ ମୁଁ ପଚାରିଲି କାହିଁକି ଆସିଛୁ ଆସିଛି କେବଳ ମହାରାଜାଙ୍କ ସହିତ ସାକ୍ଷାତ କରିବା ପାଇଁ ଆଉ ଏଇ ଛୋଟ ଅନୁରୋଧ ରଖନ୍ତୁ ମହାରାଣୀ କ'ଣ ହେଲା? ମହାରାଜାଙ୍କୁ ଟିକେ ଡାକି ଦିଅନ୍ତୁ ତାଙ୍କ ସହିତ ଦ୍ୱିପଦ କଥା ହେଇ ମୁଁ ମୋ ରାସ୍ତାରେ ଚାଲିଯିବି ମହାଜନ ଡାକିଦେବି ଆଜ୍ଞା ମହାରାଣୀ ଦୀପଦ କଥା ହେଇ ଚାଲିଯିବୁ ସତ କହୁଛି ଆଉ ତାପରେ ମିଛ କଥା କହି ତଡ଼ିଦେଉ ମୋତେ ରାଜାପୁରୀ ମଧ୍ୟ ଆଜ୍ଞା ଆରେ ବା ବହୁତ ପ୍ଲାନିଂ କରି ଆସିଛୁ ମୋହରି କେହି ମିଳିଲେନି କେହି ମିଳିଲେନି ସେତେ ମିଛରେ କହିଲୁ ମୋହରି ଭାଗରେ ତୋ ମୁଖ ଗୋଟେ ଲଜ୍ଜା ଲାଗୁନାହିଁ ସାଥି ଧରେ ଯୋଉଟା ଜାର ତ ସନ୍ତାନକୁ ତୁ ମହାରାଣୀ ଆଉ ମୁଁ କହୁଛି ଏକଦମ ଚୁପ୍ କରନ୍ତୁ କ'ଣ କହିଲେ ମୋ ପୁତ୍ର ହେଉଛି ଯାର ତ ସନ୍ତାନ ତେବେ ଠିକ ଅଛି ଏବେ ଏହି କ୍ଷଣି ମହାରାଜାଙ୍କୁ ଡାକନ୍ତୁ ଏହି ସ୍ଥାନକୁ ମହାରାଜା ଆସିଲେ ପ୍ରମାଣ କରିଦେବେ ମୋ ପୁତ୍ର ଯାର ତ ସନ୍ତାନ ନା ତାଙ୍କର ଔରସରୁ ଜନ୍ମିତ ମୁଁ ଚୁପ୍ କରିବି ମୋ ରାଜାପୁର ହୋଇ ମୁଁ ଚୁପ୍ କରିବି ନା ଠିକ ଅଛି ମୁଁ ଚୁପ୍ ରଖିଯାଉଛି ତ ମୁଁ ମହାରାଜ ଡାକି ଦେଉଛି କଥା ଚାଲିଯିବୁ ତ ଠିକ ଅଛି ମୁଁ ଏବେ ହିଁ ଡାକି ଦେଉଛି ମୁକୁନ୍ଦ ମୁକୁନ୍ଦ ମତେ
ପ୍ରଣାମ ରାଣୀମା। ହେଲା ହେଲା ମୁକୁନ୍ଦ ରାଣୀମା ତମେ ଦେଖିଲନି ମୁକୁନ୍ଦ ଦେଖିଲନି ଏଇ ବାରଖଣ୍ଡକୁ ନେଇଯାଅ ମୋ ରାଜ୍ୟର ବାହାରେ ଛାଡ଼ି ଦେଇ ଆସ। ସେଇ ଝିଅ ତ ତମେ ଆଉ ଠିକ୍ ସେଇ ଝିଅ ସେଇ ମୁହଁ ମନ୍ଦେ ଠିକ୍ ଚିହ୍ନିଲା ଭଳିଆ ଲାଗୁଛି ଆଉ। ମରୁ ଖୋଜିଥିଲା କାକର ପାଣି ବୈଦ କହିଲା ବେତୋରାଣୀ। ଶାଳୀ ବେଶୀ ହଉଚୁଲ ଛନ କିରା ଧାବେ ନାଇଲୋ। ମୁକୁନ୍ଦ ରାଣୀମା କ'ଣ କହିଲି ଜାଣିପାରିଲନି? ହଁ ଠିକ୍ ଶୁଭାଗଲା ହେଲେ ଛୋଟ ମୁହଁରେ ବଡ଼ କଥା ରାଣୀମା। କ'ଣ କହୁଛ ତମେ? କହିଲି କାଳେ ତମେ ରାଗିବ। ମୁଁ କାହିଁ ରାଗିବି? ଏ ଗୋଟେ ବେଶ୍ୟା ପାରଙ୍ଗନା ଏ ପୁଣି ରାଣୀ ହଂସପୁରେ କି ପାରିଲାନି। ସେଇ କଥା ହିଁ ଭାବୁଛି ସେଇ କଥା ହିଁ ଭାବୁଛି। କ'ଣ ମୁକୁନ୍ଦ ସେଇ କଥା ହିଁ ମୁଁ ଭାବୁଛି। ସେଇ କଥା ଭାବୁନାହାନ୍ତି ଏହା ହେଉଛି ମହାରାଜାଙ୍କର ଅଯୋଗ୍ୟ ପଣିଆ। ଯେତେବେଳେ ତାଙ୍କରି କଥା ରହୁଛି ଆମର କଥା କାହିଁ ରହିବନି କହିଲ? ନିଶ୍ଚୟ ରହିବ। ସେଥିପାଇଁ କହୁ ତାକୁ ଧକ୍କା ମାରି ତୋଳି ଦିଅ ମୋ ରାଜ୍ୟର ବାହାରେ ଛାଡ଼ି ଆସ। ପୁଣି ଭାଗ ନେବ ମୋହରି ଠାରୁ ନା। ରାଣୀମା କିଏ କିଏ କିଲ? ରାଣୀମା କିଏ କାମିନି କିଲ? ତୁ କାହିଁକି ଆସିଲୁ ବା? ମାନେ ତୁ କାହିଁକି ଏଟାକୁ ଆସିଲୁ କହିଲୁ? କାହିଁକି ଆସିଲୁ କାହିଁକି କହିଲୁ? ଏଠି ରାଣୀମା ତୁଳସୀ ଏଟାକୁ ଆସିଥିଲା କି? ତୁଳସୀ ହଁ ମ ଏଇ ଯୋଉ ମନ୍ଦିରରେ ନୃତ୍ୟ କରି ହଁ ସେଇ ହଁ ଆସିଥିଲା ଆଉ ତା ପୁରସ୍କାର ନେଇ ଚାଲିଗଲା। କ'ଣ ହେଲା? ଆସିଥିଲା ପୁରସ୍କାର ନେଇ ଚାଲିଗଲା ହେଲେ କୁଆଡ଼େ? ଆଉ ତୁ କ'ଣ ଭାବୁଥିଲୁ ତାକୁ ବନ୍ଦାପନା କରି କହିଥାନ୍ତି ତୁଳସୀ? ତୁଳସୀ କ'ଣ ବା ତୁ ଆଜି ରହିବାର ମହାରାଣୀ। ହଁ ହଁ ତୁଳସୀ ରାଜାରାଣୀ ହେବାର ଯଥେଷ୍ଟ ଅଧିକାର। ତ ନିଜକୁ ତୁ ଭୁଲି ଗଲୁଣୁ? ତୁ ହେଉଛୁ ମୋ ପାଦ ସେବିକା ଦାସୀ। ମାଲିକାଣୀ ହେବାକୁ ଚେଷ୍ଟା କର ନା। ତୁ ପୁଣି ମୋ ସହ ଯୁକ୍ତି କରୁଛୁ ଯୁକ୍ତି। ହଁ ଯୁକ୍ତି କରୁଛୁ ଯୁକ୍ତି। ଏଇ ଅଧିକାରଟା ତୁମେ ମତେ ଦେଇଛ ଆଉ ଦେଇଛନ୍ତି ମହାରାଜ। କାହିଁକି ମହାରାଜ ତା ବିଶ୍ୱାସ ଦେଲେ ବିଶ୍ୱ ଯାଉନୁ ପଚାରିବୁ କାହିଁକି ଦେଲେ ତା ମଥାରେ ରକ୍ତର ସିନ୍ଦୁର? କାହିଁକି ଦେଲେ ତା କୋଳେ ସନ୍ତାନ? କାହିଁକି ମହାରାଣୀ କାହିଁକି? କାହିଁକି ନା ସେ ପ୍ରଶ୍ନର ଉତ୍ତର ଦେବାକୁ ବାଧ୍ୟ ନୁହେଁ ବାଧ୍ୟ। ସେ ପ୍ରଶ୍ନର ଉତ୍ତର ଦେବାକୁ ତୁମେ ବାଧ୍ୟ ହେବ ବାଧ୍ୟ। ତମେ କାହିଁକି ଆଗ ମୋ ଉପରକୁ ଉଠେଇଲା ତ? କାହିଁ ଉଠେଇଲା ତ? ତୋର ଏଡି ସାଥ ମହାରାଣୀ ଉପରକୁ ଉଠାଇବୁ ହାତ। ମହାରାଜ ହାତ ଉଠେଇବାକୁ ସେ ମତେ ବାଧ୍ୟ କଲେ। ମହାରାଜ ହାତ ଉଠେଇବାକୁ ସେ ମତେ ବାଧ୍ୟ କଲେ। ତୁମେ କୁହ ମହାରାଜ ଏ ଗରିବ ମାନଙ୍କର କ'ଣ ମାନ ସମ୍ମାନ ବୋଲି କିଛି ନାହିଁ? ଗରିବ ମାନଙ୍କର କ'ଣ ଇଜ୍ଜତ ବୋଲି କିଛି ନାହିଁ? ଆଉ ଗରିବ ଝିଅ କ'ଣ? ରାଜା ମହାରାଜା ଧନୀ ମାନେ ଜ୍ଞାନୀ ମାନଙ୍କର ହସ୍ତର ଖେଳ ନା? ତମ
ଆମ ପାଦର ଜୋତା ସହିତ ସମାନ ହେଲା ସମାନ ବା କେତେ କାହିଁକି ମୋ ଝିଅ ତୁଳସୀର ବିଷ ହେଲା ବିଷ କାହିଁକି ଦେଲା ତା ମଥାରେ ରକ୍ତର ସିନ୍ଦୁର କାହିଁକି ଦେଲା ତା କୋଳେ ସନ୍ତାନ ଆଉ ମହାରାଣୀ ଏ ମହାରାଣୀ କାହିଁକି ଗ୍ରହଣ ନ କରି ଧକ୍କା ମାରି ତଳିଦେଲେ ରାଜ୍ୟ ମହଲ କାହିଁକି ମହାରାଜ କାହିଁକି ଆଉ ମୁଁ ମଧ୍ୟ କହିଦେଉଛି ମହାରାଜ ଯଦି ମୋ ତୁଳସୀ କିଛି ବି କ୍ଷତି ହୋଇଯାଏ ନା ମୁଁ ମଧ୍ୟ କାହାରିକୁ ନ କରିବି କ୍ଷମା ଜାଳି ପଡ଼ି ଧ୍ୱଂସ କରିବି ତୁମର ରାଜବଂଶ କାହିଁକି ନା ମୁଁ ମଧ୍ୟ ତୁଳସୀର ମା ଖାଲି ମା ନୁହଁ କଣ କିଲ ତୁ କଣ ବା କହୁଛି ଠିଆ ହେଇଛି ତ ଏ ଝିଅ ମୁଁ କଣ ଶୁଣିବା ଶୁଣିବି ମୁଁ ହଉଛି ହଁ କାମିନୀ କାଞ୍ଚନ କଞ୍ଚା ଲଙ୍କା କହିଲା କାମିନୀ କଞ୍ଚା ଲଙ୍କା କି ରାଗ ଦେଖାବା କମିନି କଣ କମିନି କଣ କାମିନୀ କମିନି ମାନେ କଣ କାମିନୀ କାମିନୀ କଣ ହାତୁରା ମରିକି ଭାଙ୍ଗି ଦେଲା ସେଇଟା ଚିନ୍ତା ନାହିଁ ପୁଣି ପଛରାକୁ ଯା କାମିନୀ ହେ କାମିନୀ ତୁ ଗଲୁ ନା ମରିଲୁ ଧନ ଯାବ ସେଇଟା ଏଇଟା ତା କରଣୀଟା ତାହା କଥା କାହିଁ ଚିନ୍ତା କରୁଛ କହିଲ ଆସୁନ ହାତୁରା ମରିକି ଭାଙ୍ଗି ଦେଇଥିବ ମତେ ଭାରି ବିନ୍ଧା ହେଲାଣି ଠିଆ ହୋ ହେବା ମୋର କାମ ମୁଁ ଆସୁଛି ଠିଆ ହୋ ମୁଁ ପଚାରୁଛି ତୁଳସୀ ପିଲା ଧରି ଆସିଥିଲା ମୋହର ସାକ୍ଷାତ ପାଇଁ ହଁ ଆସିଥିଲା ତୁମେ ତାକୁ ମାର ମାରି ତୋଡ଼ିଦେଲ ରାଜ୍ୟର ମୋହର ଆଉ ତମେ କଣ ଭାବୁଥିଲ ଯେ ବନ୍ଦାବନା କରି କହିଲ ଯେ ଆସ ମହାରାଣୀ ମା ଆସ ତମେ ମନ୍ଦିର ନୃତ୍ୟ କର ନା କି ଆମ ମହାରାଜାଙ୍କର ଇଜ୍ଜତ ନିଅ ନା ତମେ ରାତିଠାରୁ ଆମ ମହାରାଜାଙ୍କର ମହାରାଣୀ ତମେ କଣ ଏଇଆ ଆଶା କରୁଥିଲ ନା କଣ ଏଇଆ ଆଶା କରୁଥିଲ ନା କଣ ତମେ ପଡ଼ିବ ଉଠାଇଲି ହାତ ମାନେ କାହିଁକି ଉଠାଇଲ ହାତ ବା ଏ ସାମାନ ଦାସୀ ପାଇଁ ତମେ ମୋ ଉପରକୁ ଉଠାଇ ଦେଲ ହାତ ହଁ ଉଠାଇଲି ହାତ আরে তুলসী সে তুলসীটা তোম পাই হইপারে গরিব দেবদাসী কিন্তু ମୋ ପାଇଁ ସେ ରାଣୀ ମୋ ସାନ ରାଣୀ ତମେ ମୋ ରାଣୀ ହେବା ପାଇଁ ସମ୍ପୂର୍ଣ୍ଣ ଅଯୋଗ୍ୟ আরে তো পাখরে নাহি দয়া মায়া মমতার স্থান কাহিঁকি বা তোতে দেখিলে মতে ঘৃণা লাগুছি ঘৃণা কଣ କହିଲ ମୋତେ তুটা অপরাধ কলু ঘরল আজি সরি গলা তোর বেড়া অপরাধ কলু ঘরল আজি সরি গলা তোর বেড়া তোঠারু সম্পর্ক টুটিলা কালক তোঠারু সম্পর্ক টুটিলা কালক তুলসী হে মম সারল টুটাপ নাথ কলু প্রয়োজন হেলে করি দেবি তোতে প্রয়োজন হেলে করি দেবি তোতে দাসী পুত্র রাজ্য পারল সত্য তীরল আতে তুহি হেলু আজি ধরল সোনা রানী হেবা
କେବଳ ତମରି ଏ ଉଦ୍ଧତ ପରିଆ ପାଇଁ ମୋପରି ପୁତ୍ର ସୁବ୍ରତ କେବେ ବି ବସି ପାରିବ ନାହିଁ ମୋ ଉତ୍କଳ ରାଜ ସିଂହାସନେ। ବସିବ ବସିବ ସେଇ ଦାସୀର ପୁତ୍ର। ଆଉ ତୁମେ ସେଦିନ ଦେଖିବ ଦାସୀ ପୁତ୍ର ହେବ ଦିନେ କାଳିଆ ରଜା। କାଳିଆ ରଜା। মহারাজা মহারাজা হ্যাঁ ভুল କରିଦେଲ ରାଜା ମୋ ଉପରକୁ ହାତ ଉଠାଇ ଭୁଲ କରିଦେଲ। ତାମାନେ ବିପଦ ତମେ ଆମନ୍ତ୍ରଣ କରି ନେଇଗଲ। କ'ଣ କହିଗଲ ତମେ? ଗୋଟେ ଦାସୀ ପୁତ୍ର ଆସି ବସିବ ମୋ ପବିତ୍ର ରାଜା ସିଂହାସନେ ନା। ମୁଁ ମଧ୍ୟ କହିଯାଉଛି ମହାରାଜା ସେଇ ଦିନକୁ କରିଛି ଅପେକ୍ଷା। କେଉଁଦିନ ମୋ ପୁତ୍ର ବସିବ ଏ ପବିତ୍ର ରାଜା ସିଂହାସନରେ, କାହିଁକି ନା ମୁଁ ଆଗକୁ କେହି ନାହିଁ କି ମୋ ପଛକୁ ବି କେହି ନାହିଁ।